ପ୍ରେମୀ ଯୁଗଳଙ୍କୁ ଜଗନ୍ନାଥ ମନ୍ଦିରକୁ ଯିବାକୁ ମନା। ଯଦି ଆପଣ ପ୍ରେମ କରି ସାଥିରେ ଜଗନ୍ନାଥ ମନ୍ଦିରକୁ ଯାଉଛନ୍ତି, କୁଆଡ଼େ ତୁମ ପ୍ରେମ ଅଧୁରା ହୋଇ ରହିଯାଏ। ଏହା କ'ଣ ସତ୍ୟ? କିଛି ଲୋକ କୁହନ୍ତି କି ଯେତେବେଳେ ରାଧାକୃଷ୍ଣ ପ୍ରେମ କରୁଥିଲେ, ରାଧାରାଣୀଙ୍କର ମନ ହୋଇଥିଲା ଜଗନ୍ନାଥ ମନ୍ଦିରକୁ ଯିବା ପାଇଁ। ତେଣୁ ପ୍ରଭୁ ଶ୍ରୀକୃଷ୍ଣ ଜଗନ୍ନାଥଙ୍କ ବେଶରେ ରାଧାଙ୍କ ସହିତ ଜଗନ୍ନାଥଙ୍କ ମନ୍ଦିରକୁ ଯାଉଥିଲେ। ମନ୍ଦିରକୁ ଯିବା ସମୟରେ ସେଠାରେ ଥିବା ପୂଜାରୀ ତାଙ୍କ ଦୁଇ ଜଣଙ୍କ ପ୍ରେମକୁ ଚିହ୍ନି ପାରିଥିଲେ ଏବଂ ଏମିତି କହିଲେ, ଯଦି ଭଗବାନଙ୍କ ସ୍ତ୍ରୀ ଯଦି ମନ୍ଦିର ଭିତରକୁ ଆସିପାରୁନାହାନ୍ତି, ତେଣୁ ତୁମେ ପ୍ରେମ କରି ମନ୍ଦିର ଭିତରକୁ ଆସିପାରିବ ନାହିଁ। ସେ ସମୟରେ ରାଧାରାଣୀ ବହୁତ ଜୋରରେ ରାଗି ଯାଇଥିଲେ ଏବଂ ସେଇଦିନ ଠାରୁ ଅଭିଶାପ ଦେଲେ ଯେ କୌଣସି ପ୍ରେମୀ ଯୁଗଳ ପ୍ରେମ କରି ଜଗନ୍ନାଥ ମନ୍ଦିରକୁ ଆସିପାରିବେ ନାହିଁ। ଯଦି ବା ଆସୁଛନ୍ତି, ମୋ ପ୍ରେମ ଅଧୁରା ହୋଇ ରହିଯିବ। ଆପଣ କ'ଣ ଏ କଥାରେ ସହମତ? ମୋ ମତରେ ପ୍ରଭୁ ଜଗନ୍ନାଥ କାହାର ଅମଙ୍ଗଳ ଚାହାନ୍ତି ନାହିଁ। ଜଗତର ସବୁ ପ୍ରାଣୀଙ୍କର ସେ ମଙ୍ଗଳ ହିଁ ଚାହାନ୍ତି। ଏମିତିକି ସେ ଜାଣିପାରନ୍ତି ଭବିଷ୍ୟତରେ ଏ ପ୍ରେମୀ ଯୁଗଳଙ୍କର ପ୍ରେମ ଅଲଗା ହେବାକୁ ଯାଉଛି। ତେଣୁ ତାଙ୍କ ପ୍ରେମକୁ ଏବେଠୁ ହିଁ ଅଧୁରା କରି ରଖିଦିଅନ୍ତି। ସେଥିପାଇଁ କୁହନ୍ତି ତ, ଜଗା ବିନା ଗଛର ପତ୍ର ବି ହଲେ ନାହିଁ। ମୁଁ ଗୋଟେ କଥା କହିବି ଆଜ୍ଞା, ଯେଉଁ ଜଗା ନିଜର ପ୍ରେମକୁ ପାଇପାରି ନାହିଁ, ସିଏ କାହିଁକି ତମ ପ୍ରେମକୁ ଅଲଗା କରିବେ? ପ୍ରଭୁ ଜଗନ୍ନାଥଙ୍କ ଭିଡ଼ିଓଟି ଭଲ ଲାଗୁଥିଲେ କମେଣ୍ଟରେ ଜୟ ଜଗନ୍ନାଥ ଲେଖିବେ। ଧନ୍ୟବାଦ।